আচ্ছা ভাই ভাଉ ତ କେତେ ଦିନ ହବ ତାଙ୍କ ଘରକୁ ଗଲେଣି କେତେ ଦିନ ଆମେ ଏମିତି ହାତରେ ରାନ୍ଧିକି ଖାଇବା ଆମେ ତ କଣ ଟିକେ ନା କରୁଛୁ ନା ଚୁପୁଡ଼ି ବସିଲା ମତେ ସବୁ ପ୍ରେସର ପଡୁଛି କଣ କେମିତି କଣ କରିବା ଯେ ଆରେ ତାକୁ ଗୋଟେ କଣ କହିଦେଲି ରାଗିକିରି ସେ ତା ଯାଇଛି ବାପ ଘରକୁ ଯାଇଛି ଆସିବାର ନା ହିଁ ନଉନି କଣ କରିବି ମୁଁ କଣ ହେ ପ୍ରଭୁ ଏ ବିପଦରୁ ଆମକୁ ରକ୍ଷା କର କିଛି ଗୋଟେ କର ପ୍ରଭୁ କଣ କରିବୁ ଆମେ କିଛି ଜାଣିପାରୁନୁ ମୋ ପାଖରେ ବୁଦ୍ଧି ଅଛି ତୁ ଯଦି ଚେଷ୍ଟା କରିବୁ ନିଶ୍ଚିନ୍ତ ଭାଉଜ ଆସି ଅଧଘଣ୍ଟା ଭିତରେ ପହଞ୍ଚିବ ତୋ ଟିକେ ଖାଲି ଚେଷ୍ଟା ଦରକାର ସତରେ କହୁନ କଣ ବୁଦ୍ଧି ଅଛି ମୁଁ ସାଙ୍ଗେ ଚେଷ୍ଟା କରିବି ତମକୁ କୁହ କରିପାରିବୁ ତ ହଁ ଓହୋ ଏଇ କଥା ଦେଖ ମୁଁ ଏବେ ସାଙ୍ଗେ ସାଙ୍ଗେ ବ୍ୟବସ୍ଥା କରୁଛି କରୁ କରୁ ଦେଖିଆ ଭାଉଜ ତମେ ଘରକୁ କେବେ ଆସୁଛ ଯୋଉ ଦିନ ତମ ଭାଇର ବୁଦ୍ଧି ବାଟକୁ ଫେରିବ ମୁଁ ସେଇ ଦିନ ଯାଇ ତମ ଘରକୁ ଆସିବି ବୁଦ୍ଧି ବାଟକୁ ଆସୁ କି ନ ଆସୁ କିନ୍ତୁ ଆମ ପଡିଶା ଘର ସୁନିତା ଭାଉଜ ସବୁଦିନ ଆମ ଘରକୁ ଆସୁଛନ୍ତି କଣ ସୁନିତା ସବୁଦିନ ଆମ ଘରକୁ ଆସୁଛି ହଁ ବା ସେ ସବୁଦିନ ଆସୁଛନ୍ତି ଭାଇଙ୍କ ସହିତ କଥା ହେବା ପାଇଁ କଣ କହୁଛ ତମେ ସେ ସବୁଦିନ ଆଙ୍କୁ ଦେଖା କରିବାକୁ ଆସୁଛି ଆରେ ମୁଁ ତ ସବୁଦିନ ଡ୍ୟୁଟି ପଳାଉଛି ମୋ ସାଙ୍ଗମାନେ ମତେ ଦେଖିକି କୁହନ୍ତି କାଲି ମୁଁ ଡ୍ୟୁଟି ଅଛି ମୋ ଦେହଟା ଭଲ ଲାଗିଲାନି ମୁଁ ଘରଟାରେ କାମ କରି ଘରକୁ ଫେରିକି ଆସି ଦେଖିଲା ବେଳକୁ ଭାଇ ତାଙ୍କର କଣ କରୁଛନ୍ତି ଦୋକାନ ବନ୍ଦ କରିଦେଇଛନ୍ତି ଘରେ ଆସି ସୁନିତା ଭାଉଜ ସାଙ୍ଗେ ବସି କଥା ହଉଛନ୍ତି ମୁଁ ନିଜେ ଦେଖିଲି ତ ସେଇଥିପାଇଁ କହିଲି ଆଉ କଣ ହେଲା ହଉ ଠିକ ଅଛି ତମେ ଖାଲି ଟିକେ ଅପେକ୍ଷା କର